ଜୟଗୁରୁ ସମସ୍ତଙ୍କୁ। ଆଜିର ଇଷ୍ଟ ପ୍ରସଙ୍ଗ ହେଉଛି ସଂସାର ତ୍ୟାଗ। ପ୍ରସଙ୍ଗଟି ଆରମ୍ଭ କରିବା ପୂର୍ବରୁ ରେଫରେନ୍ସ କରି ରଖିବା ଦୀପରକ୍ଷୀ ପ୍ରଥମ ଖଣ୍ଡ ପେଜ ନମ୍ବର 19ରେ ଏହି ପ୍ରସଙ୍ଗଟି ଉଦ୍ଧୃତ। ସୁହୃଦ ଭାଇ ପ୍ରଶ୍ନ କରିଛନ୍ତି, ଆପଣ ଯେଉଁ 40 ଜଣଙ୍କ କଥା କହିଲେ ସେମାନେ କ'ଣ ସଂସାରୀ ତ୍ୟାଗୀ ହେବେ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ସଂସାର ଯେ ତ୍ୟାଗ କରିବାକୁ ହେବ ତାର କୌଣସି ମାନେ ନାହିଁ। ସଂସାରରେ ଥିଲେ ବି ହୁଏ, ନଥିଲେ ବି ହୁଏ। ଅସଲ କଥା ପଛ ଟାଣକୁ ଭୂକ୍ଷେପ ନ କରି ଏଇଟାକୁ ପରମାନେଣ୍ଟ ପ୍ରଧାନ ରଖିବା ଦରକାର। ପଛ ଟାଣ ଯେପରି ତାକୁ ଟାଣି ତଳକୁ ଆଣି ନପାରେ। ଏଇ ଭାବେ ସାରା ଦେଶ ଏକାବେଳକେ ଅଲ୍ ଇଣ୍ଡିଆ ସମସ୍ତ ଭାରତବର୍ଷ ପାଗଳ କରି ତୋଳିବା ଦରକାର। ଇଏ ହିଁ ଥିଲା ଏଇ ସଂସାର ତ୍ୟାଗକୁ ନେଇ। ଆଉ ଏକ ପଦ କହି ରଖେ ଯେ ସଂସାର ତ୍ୟାଗ କରିବା କି ନ କରିବାକୁ ନେଇ ପ୍ରଶ୍ନ ଉଠେ ଏବଂ ମଣିଷ ମାନଙ୍କର ଭିତରେ ଏଇଆ ହିଁ ଆସେ, ଆମେ ମ୍ୟାରେଜ ନ କରି ଠାକୁର କାମ ଭଲସେ କରିପାରିବା, ମ୍ୟାରେଜ କଲେ ଠାକୁର କାମ କରିହେବ ନାହିଁ। ଏ ପ୍ରସଙ୍ଗରେ ନାଟମଣ୍ଡପରେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଏକ ସୁନ୍ଦର କଥା କହିଥିଲେ, ସବୁ କିଛି ନେଇ ଯଦି ଠାକୁରମୁଖୀ ହୋଇ ଆମେ ଚାଲିବା ତାହେଲେ ସବୁ ଦରକାର। ଗାଡ଼ି ଦରକାର, ସ୍ତ୍ରୀ ଦରକାର, ପୁଅ ଦରକାର, ସବୁ ହିଁ ଦରକାର। ଯଦି ସେଟା ଠାକୁରଙ୍କୁ ନେଇକି ହିଁ ହୋଇଥାଏ ତାହେଲେ ଯାଇ ସବୁ ଦରକାର। ଯଦି ସବୁ କିଛି ଦରକାର ହଉଛି କିନ୍ତୁ ତା ଭିତରେ ଠାକୁର ନାହାନ୍ତି ତାହେଲେ ସେ ଜିନିଷର କିଛି ଲାଭ ନାହିଁ।